ଜାଳେଣୀ କାଠ ଏବଂ ସକାଳ ଧୂପରେ ମାତ୍ରାଧିକ ପରିମାଣରେ ଭୋଗ ତୋଳା ଓ କ୍ଷତିପୂରଣ ସମ୍ପର୍କରେ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ପକ୍ଷରୁ ଗଜପତି ମହାରାଜାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବରୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ମଧ୍ୟ କୌଣସି ଫଳପ୍ରଦ ସମାଧାନ ହେଉନାହିଁ। ସ୍ୱତଲିପି ଅନୁସାରେ ସକାଳ ଧୂପରେ 69 ହାଣ୍ଡିକୁ 120 ଭୋଗ ତୋଳିବାର ନିୟମ ଥିଲେ ମଧ୍ୟ ସୁଆର ମହାସୁଆର ନିଯୋଗ ନୀତି ଶୃଙ୍ଖଳା ପାଇଁ ସକାଳ ଧୂପରେ ଭୋଗ ତୋଳୁନାହିଁ। ପାଳିଆ ଏବଂ ଅନ୍ୟ ସୁପକାରମାନେ କୋଠ ଭୋଗରେ ପ୍ରସ୍ତୁତ କରି ମାତ୍ରାଧିକ ପରିମାଣର ଭୋଗ ତୋଳିବା ଦ୍ୱାରା ଭୋଗ ମଣ୍ଡପ ଠିକ୍ ସମୟରେ ସରୁନାହିଁ। ଏ ବାବଦରେ ନିଯୋଗକୁ କୌଣସି କ୍ଷତିପୂରଣ ମଧ୍ୟ ମିଳୁନାହିଁ, ଯାହାଫଳରେ ନିଯୋଗକୁ ଅନେକ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି। ସେପଟେ ଶ୍ରୀମନ୍ଦିରକୁ 251 କ୍ୱିଣ୍ଟାଲ କାଠ ଯୋଜନା ଥିବାବେଳେ ଶ୍ରୀମନ୍ଦିର ରୋଷକୁ ପ୍ରତ୍ୟେକ ଦିନ ମାତ୍ର 35 କ୍ୱିଣ୍ଟାଲ କାଠ ଆସୁଛି ଆଉ ଅବଶିଷ୍ଟ କାଠ ସ୍ୱର୍ଗଦ୍ୱାରକୁ ଯାଉଛି। ଦୈନନ୍ଦିନ ଶ୍ରୀ ମହାପ୍ରସାଦ ରନ୍ଧା ପାଇଁ 100ରୁ 120 କ୍ୱିଣ୍ଟାଲ କାଠ ଆବଶ୍ୟକ ପଡ଼ୁଛି। ବିଶେଷ ଦିନମାନଙ୍କରେ 120ରୁ 150 କ୍ୱିଣ୍ଟାଲ କାଠ ବ୍ୟବହାର କରାଯାଉଛି। ଯଦି ଆସନ୍ତା କାର୍ତ୍ତିକ ବ୍ରତରେ କାଠର ସମସ୍ୟା ସମାଧାନ କରାନଯାଏ ତେବେ ହବିଷ୍ୟାଳୀ ବ୍ରତଧାରୀ ଓ ଭକ୍ତମାନଙ୍କ ନିମନ୍ତେ ମହାପ୍ରସାଦ ରାନ୍ଧିବାରେ ବିଭିନ୍ନ ସମସ୍ୟା ଦେଖା ଦେଇପାରେ ବୋଲି ସୁଆର ମହାସୁଆର ନିଯୋଗର ସମ୍ପାଦକ ମତ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରର କାଠ ପ୍ରସଙ୍ଗ जो काठ आम जो आसूची 216 क्विंटल काठ आम श्मशान की जाऊँगी टोटाल सर्वमोट जगन्नाथ मंदिर ना 251 क्विंटल काठ इश्यू अच्छी से आसबार विलंब कर सी आमको 35 क्विंटल काठ आमको दौरान आ 216 क्विंटल काठ स्वर्गद्वार को आम दौरान जहाँफल कि सफिसीयंट नुह आमर प्रत्येक दिन 100 ରୁ 120 क्विंटल काठ आवश्यक अच्छी विशेष दिन मानक 150 ରୁ 200 क्विंटल काठ आवश्यक रही आगामी दिन में महाकार्तिक मास आसीगला से बहुत भक्त आमर आसिले महाप्रसाद बहुत चाहिदा रही से तत्सहित राज्य सरकार गोटे हविष योजना से कर बहुत भक्त श्री प्रसाद पाँच आम गोटे दाबी पूरण कर गोटे जदि से न दिखती आगामी दिन में घोर जदि आगामी दिन में न दिखती काठ आम न दिखते आम बाध्य हो महाकार्तिक मसरे रंधा बंद करूँ श्रीमंदिर प्रशासन जो भविष्य रंधा होती बंधार रांधिबार आम सुजोग भी दबुना। ब्यूरो रिपोर्ट UBC ओडिया।